ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ତେବେ ଆସନ୍ତୁ ବକ୍ତାଙ୍କ ସହିତ ବାକ୍ୟ ମଧ୍ୟକୁ ଯିବା। ଏହି କାର୍ଯ୍ୟକ୍ରମଟି ବିଶେଷ ଭାବରେ କେବଳ ଖ୍ରୀଷ୍ଟିଆନମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ପବିତ୍ର ବାଇବଲର ଶିକ୍ଷା ଉପରେ ଆଧାର କରି ବିଶ୍ୱାସକୁ ଦୃଢ଼ କରିବା ସହ ଆତ୍ମିକ ଅଭିବୃଦ୍ଧି ଓ ଉତ୍ସାହିତ କରିବା ପାଇଁ ଏହା ପ୍ରସ୍ତୁତ କରାଯାଇଛି। ଅନ୍ୟ କୌଣସି ଧର୍ମ, ମତବାଦ କିମ୍ବା ବିଶ୍ୱାସକୁ ସମାଲୋଚନା କରିବା, ବିରୋଧ କରିବା କିମ୍ବା ଆଘାତ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ସମସ୍ତ ଧର୍ମ ଏବଂ ସମ୍ପ୍ରଦାୟକୁ ଗଭୀର ଭାବରେ ସମ୍ମାନ ଜଣାଉ ଏବଂ ଏହି କାର୍ଯ୍ୟକ୍ରମରେ କାହାରି ଭାବନା, ବିଶ୍ୱାସ କିମ୍ବା ଧାର୍ମିକ ଅନୁଭୂତିକୁ ଆଘାତ କରିବା ବା ଅସମ୍ମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆଜି ଆମେ ଆଉ ଏକ ନୂଆ ବିଷୟ ଉପରେ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ମାଥ୍ୟୁ ଲିଖିତ ସୁସମାଚାର ତାର 27 ପର୍ବ 51 ପଦରୁ 28 ପର୍ବର ତାର 20 ପଦର ଶେଷ ଯାଏ। ଖ୍ରୀଷ୍ଟଙ୍କ ମୃତ୍ୟୁ ସମୟରେ ଅନେକ ଉଲ୍ଲେଖନୀୟ ଘଟଣା ଘଟିଥିଲା। ଗୋଟିଏ ଥିଲା ଭୂମିକମ୍ପ, ଆଉ ଏକ ଥିଲା ମନ୍ଦିରର ବିଚ୍ଛେଦ ବସ୍ତ୍ର ବା ପରଦା। ଯେଉଁ ପରଦା ମହାପବିତ୍ର ସ୍ଥାନକୁ ମନ୍ଦିରର ଅନ୍ୟ ଅଂଶଠାରୁ ପୃଥକ ରଖିଥିଲା, ତାହା ଦୁଇ ଭାଗରେ ଚିରି ଯାଇଥିଲା। ମାଥ୍ୟୁ 27 ପର୍ବ ତାର 51 ପଦରେ ଲେଖା ଅଛି। ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି ତାହେଲେ ମୋ ସହିତ ଖୋଲନ୍ତୁ। ବାକ୍ୟରେ ଏପରି ଲେଖା ଅଛି, ପୁଣି ଦେଖ, ମନ୍ଦିରର ବିଚ୍ଛେଦ ବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳ ସବୁ ବିଦୀର୍ଣ୍ଣ ହେଲା। ଲକ୍ଷ୍ୟ କରନ୍ତୁ ଯେ ପରଦାଟି ତଳରୁ ଉପରକୁ ନୁହେଁ, ବରଂ ଉପରୁ ତଳକୁ ଚିରି ଯାଇଥିଲା। ଏହା ମଣିଷ ଦ୍ୱାରା ନୁହେଁ, ପରମେଶ୍ୱରଙ୍କ ଦ୍ୱାରା ଚିରି ଦିଆଯାଇଥିଲା। ପରଦାଟି ଯୀଶୁଙ୍କ ଶରୀରକୁ ପ୍ରତୀକ କରେ। ଯେତେବେଳେ ତାଙ୍କ ଶରୀରକୁ କ୍ରୁଶରେ ଚିରି ଦିଆଯାଇଥିଲା, ସେତେବେଳେ ସେ ମାନବ ଜାତିର ପାପର ଦଣ୍ଡ ତାଙ୍କ ନିଜ ଶରୀର ଉପରେ ନେଇଥିଲେ। ସେତେବେଳେ ପରମେଶ୍ୱରଙ୍କ ଉପସ୍ଥିତିକୁ ଯିବା ପଥ ଖୋଲି ଯାଇଥିଲା। ତେଣୁ ଆପଣଙ୍କ ଏବଂ ମୋ ପାପରୁ ଜଣେ ଯାଜକ କିମ୍ବା ପ୍ରଚାରକଙ୍କୁ ପରମେଶ୍ୱରଙ୍କ ଉପସ୍ଥିତିକୁ ଯିବାକୁ ପଡ଼ିବ ନାହିଁ। ଆମେ ସିଧାସଳଖ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କର ସିଂହାସନ ନିକଟକୁ ଯାଇପାରିବା। ଆସନ୍ତୁ ଆମେ ଜୋର ଦେବା ଯେ ପିତାଙ୍କ ପାଖକୁ ଯିବାର ଏକମାତ୍ର ପଥ ହେଉଛି ତାଙ୍କ ପୁତ୍ରଙ୍କ ମାଧ୍ୟମରେ, କାରଣ ଜଣେ ପରମେଶ୍ୱର ଅଛନ୍ତି ଏବଂ ପରମେଶ୍ୱର ଏବଂ ମନୁଷ୍ୟଙ୍କ ମଧ୍ୟରେ ଜଣେ ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ। ପ୍ରଥମ ତିମୋଥୀ 2 ପର୍ବ ତାର 5 ପଦରେ ଲେଖା ଅଛି। ମାଥ୍ୟୁ 27 ପର୍ବ ତାର 52 ଏବଂ 53 ପଦରେ ଲେଖା ଅଛି। ପୁଣି ସମାଧି ସମୂହ ଉନ୍ମୁକ୍ତ ହେଲା ଓ ମହାନିଦ୍ରାଗତ ଅନେକ ସାଧୁ ଲୋକଙ୍କ ଶରୀର ଉତ୍ଥାପିତ ହେଲା। ପୁଣି ତାହାଙ୍କ ଉତ୍ଥାନ ଉତ୍ତାରେ ସେମାନେ ସମାଧିରୁ ବାହାରି ପୁଣ୍ୟ ନଗରୀରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ। ଏହା ଏପରି ଏକ ଘଟଣା ଯାହା କେବଳ ମାଥ୍ୟୁଙ୍କ ଦ୍ୱାରା ଉଲ୍ଲେଖ କରାଯାଇଛି। ଏ ବିଷୟରେ ଆହୁରି ଅଧିକ କିଛି କୁହାଯାଇଥାନ୍ତା ବୋଲି ଆମେ ଇଚ୍ଛା କରୁ। ମୁଁ କେବଳ ଏହା କହିପାରିବି ଯେ ଏହା ମାଥ୍ୟୁଙ୍କ କହିବା ଅନୁସାରେ ଘଟିଥିଲା ଏବଂ ଯେଉଁମାନେ ଉତ୍ଥିତ ହୋଇଥିଲେ ସେମାନେ ସେହି ମହାନ ଦଳରେ ସାମିଲ ଥିଲେ, ଯେଉଁମାନଙ୍କୁ ଖ୍ରୀଷ୍ଟ ତାଙ୍କ ସ୍ୱର୍ଗାରୋହଣ ସମୟରେ ବନ୍ଦୀମାନଙ୍କୁ ବନ୍ଦୀ କରି ସ୍ୱର୍ଗକୁ ନେଇଯାଇଥିଲେ। ବିଶପ୍ ନିକୋଲସନଙ୍କ ଦ୍ୱାରା ଲିଖିତ ଦି 6 ମିରାକିଲ୍ସ ଅଫ୍ କାଲଭରି ନାମକ ଏକ ଛୋଟ ପୁସ୍ତକରେ ଉଲ୍ଲେଖ ଅଛି। ଯଦି ଆପଣ ଏହି ଅଧ୍ୟୟନ କରିବାକୁ ଆଗ୍ରହୀ, ତେବେ ମୁଁ ଆପଣଙ୍କୁ ଏହା ସୁପାରିଶ କରୁଛି। ଏହା ଏକ ସମୃଦ୍ଧ ଛୋଟ ପୁସ୍ତକ। ମାଥ୍ୟୁ 27 ପର୍ବ ତାର 54 ପଦରେ ଲେଖା ଅଛି, ସତ ସେନାପତି ଓ ତାଙ୍କ ସାଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ, ସେମାନେ ଭୂମିକମ୍ପାଦି ଘଟଣା ଦେଖି ଅତ୍ୟନ୍ତ ଭୀତ ହୋଇ କହିଲେ, ସତ୍ୟ ଏ ଈଶ୍ୱରଙ୍କ ପୁତ୍ର ଥିଲେ। ମାର୍କଙ୍କ ବିବରଣୀ ଏହା କୁହେ। ମାର୍କ 15 ପର୍ବ ତାର 39 ପଦରେ ଦେଖିବାକୁ ପାଇବେ। ତାହାଙ୍କ ସମ୍ମୁଖରେ ଠିଆ ହୋଇଥିବା ସତ ସେନାପତି ତାହାଙ୍କର ଏହି ପ୍ରକାର ପ୍ରାଣତ୍ୟାଗ ଦେଖି କହିଲେ, ସତ୍ୟ
ଏହି ବ୍ୟକ୍ତି ଈଶ୍ୱରଙ୍କ ପୁତ୍ର ଥିଲେ। ଜଣେ ରୋମୀୟ ସତସେନାପତି ଯିଏ ଯୀଶୁଙ୍କ କ୍ରୁଶବିଦ୍ଧର ଦାୟିତ୍ୱରେ ଥିଲେ, ଖ୍ରୀଷ୍ଟଙ୍କ କ୍ରୁଶର ତଳେ ଠିଆ ହୋଇଥିଲେ। ଏହି ସମୟ ମଧ୍ୟରେ ସେ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିଥିଲେ ଏବଂ ପ୍ରଭୁ ଯୀଶୁଙ୍କୁ ପ୍ରାଣତ୍ୟାଗ କରିବା ଦେଖିଥିଲେ। ସେ ନିଶ୍ଚିତ ହୋଇଥିଲେ ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର ଥିଲେ। ମୁଁ ବିଶ୍ୱାସ କରେ ଯେ ସତସେନାପତି ଜଣେ ପରିତ୍ରାଣ ପ୍ରାପ୍ତ ବ୍ୟକ୍ତି ହୋଇଗଲେ। ସେ ହୁଏତ ବହୁତ କିଛି ଜାଣିନଥିଲେ। ସେ କେବେ ଷ୍ଟ୍ରଙ୍ଗଙ୍କ ଧର୍ମତତ୍ତ୍ୱ କିମ୍ବା ହଜେସ୍ ଧର୍ମତତ୍ତ୍ୱ କିମ୍ବା ଅଗଷ୍ଟିନଙ୍କ ପରମେଶ୍ୱରଙ୍କ ନଗର କିମ୍ବା ମୋର କୌଣସି ପୁସ୍ତକ ପଢ଼ି ନଥିଲେ। କିନ୍ତୁ ସେ ଖ୍ରୀଷ୍ଟଙ୍କ କ୍ରୁଶ ତଳେ ଆପଣା ସ୍ଥାନ ନେବା ପାଇଁ ଯଥେଷ୍ଟ କିଛି ଜାଣିଥିଲେ ଏବଂ ପରମେଶ୍ୱର ଯେକୌଣସି ପାପୀମାନଙ୍କ ଠାରୁ ଏତିକି ହିଁ ଚାହାନ୍ତି। ମାଥ୍ୟୁ 27 ପର୍ବ ତାର 55 ଏବଂ 56 ପଦରେ ଲେଖା ଅଛି। ଆଉ ଅନେକ ସ୍ତ୍ରୀ ଲୋକ ସେ ସ୍ଥାନରେ ଥାଇ ଦୂରରୁ ଦେଖୁଥିଲେ। ସେମାନେ ଯୀଶୁଙ୍କ ସେବା କରୁ କରୁ ଗାଲିଲିରୁ ତାହାଙ୍କ ସାଙ୍ଗରେ ଆସିଥିଲେ। ସେମାନଙ୍କ ମଧ୍ୟରେ ମଗ୍ଦଲିନୀ ମରିୟମ, ଯାକୁବ ଓ ଯୋସେଫଙ୍କ ମାତା ମରିୟମ, ପୁଣି ଜେବଦୀଙ୍କ ପୁତ୍ରମାନଙ୍କ ମାତା ଥିଲେ। ମାଥ୍ୟୁ 27 ପର୍ବ ତାର 57 ପଦରେ ଲେଖା ଅଛି, ବେଳ ଗଡ଼ି ଆସନ୍ତେ ଯୋସେଫ ନାମକ ଆରମାତିଆର ଜଣେ ଧନୀ ଲୋକ ଆସିଲେ। ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ହୋଇଥିଲେ। ଏହି ଘଟଣା ପର୍ଯ୍ୟନ୍ତ ଆମେ ଜାଣିନଥିଲୁ ଯେ ସେ ଯୀଶୁଙ୍କ ଜଣେ ଶିଷ୍ୟ ଥିଲେ। ଏହା ଦେଖିବା ଆକର୍ଷଣୀୟ ଯେ ଯେଉଁ ଘଟଣା ଯୀଶୁଙ୍କ ପ୍ରେରିତମାନଙ୍କୁ ଛିନ୍ନ ଭିନ୍ନ କରିଥିଲା, ସେହି ଘଟଣା ଆଜି ଯେଉଁମାନେ ଏପର୍ଯ୍ୟନ୍ତ ଗୁପ୍ତ ଶିଷ୍ୟ ଭାବରେ ଥିଲେ ସେମାନଙ୍କୁ ଯୀଶୁଙ୍କ ନିକଟକୁ ନେଇ ଆସୁଛି। ଆରମାତିଆ ସହରର ଯୋସେଫ ବାହାରକୁ ଆସିଲେ ଏବଂ ତାଙ୍କ ବିଶ୍ୱାସ ଘୋଷଣା କଲେ। ମାଥ୍ୟୁ 27 ପର୍ବ ତାର 58 ପଦରେ ଲେଖା ଅଛି, ସେ ପିଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ। ସେଥିରେ ପିଲାତ ତାହା ଦେବାକୁ ଆଜ୍ଞା କଲେ। ଯୋସେଫ ଯୀଶୁଙ୍କ ଜଣେ ଶିଷ୍ୟ ଆଧାରରେ ପିଲାତଙ୍କ ପାଖକୁ ଗଲେ। ମାଥ୍ୟୁ 27 ପର୍ବ ତାର 59 ପଦରେ ଲେଖା ଅଛି, ଯୋସେଫ ଶରୀରଟି ଘେନି ପରିଷ୍କୃତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇଲେ। ଜୋହନ ଆମକୁ କହନ୍ତି ଯେ ନିକୋଦିମ ଯୀଶୁଙ୍କ ଶରୀରକୁ ସମାଧି ପାଇଁ ପ୍ରସ୍ତୁତ କରିବାରେ ଯୋସେଫଙ୍କ ସହିତ ଯୋଗ ଦେଇଥିଲେ ଏବଂ ନିକୋଦିମ ମଧ୍ୟ ଆସିଲେ, ଯିଏ ପ୍ରଥମେ ରାତ୍ରିରେ ଯୀଶୁଙ୍କ ନିକଟକୁ ଆସିଥିଲେ ଏବଂ ସେ ପ୍ରାୟ 100 ପାଉଣ୍ଡ ଗନ୍ଧରସ ଏବଂ ଅଙ୍ଗୁର ମିଶ୍ରିତ ଆଣିଥିଲେ। ତାହାପରେ ସେମାନେ ଯୀଶୁଙ୍କ ଶରୀରକୁ ନେଇ ସୁଗନ୍ଧି ଦ୍ରବ୍ୟ ସହିତ ସୂକ୍ଷ୍ମ ବସ୍ତ୍ରରେ ଗୋଡ଼ାଇ ଯେପରି ଯିହୁଦୀମାନେ କବର ଦେବାର ପ୍ରଥା କରନ୍ତି, ଜୋହନ 19 ପର୍ବ ତାର 39 ଏବଂ 40 ପଦରେ ଦେଖିବାକୁ ପାଇବେ। ଏହି ଦୁଇ ବ୍ୟକ୍ତି ଯେଉଁମାନେ ଅଡ଼ୁଆଳରେ ଗୁପ୍ତ ଭାବରେ ଥିଲେ, ବର୍ତ୍ତମାନ ଯୀଶୁଙ୍କ ଶିଷ୍ୟ ଭାବରେ ନିର୍ଭୟରେ ବାହାରି ଆସିଲେ। ଏହା ଲକ୍ଷ୍ୟ କରିବା ଆକର୍ଷଣୀୟ ଯେ ତାଙ୍କ ମୃତ୍ୟୁ ପରେ କେବଳ କିଛି ପ୍ରେମପୂର୍ଣ୍ଣ ହାତ ଯୀଶୁଙ୍କ ମର ଶରୀରକୁ ସ୍ପର୍ଶ କରିଥିଲା। ମାଥ୍ୟୁ 27 ପର୍ବ ତାର 60 ଏବଂ 61 ପଦରେ ଲେଖା ଅଛି, ଆପଣାର ଯେଉଁ ନୂତନ ସମାଧି ପାହାଡ଼ରେ ଖୋଳିଥିଲେ ସେଥିମଧ୍ୟରେ ତାହା ଥୋଇଲେ। ଆଉ ସମାଧି ଦ୍ୱାରରେ ଖଣ୍ଡିଏ ବଡ଼ ପଥର ଗଡ଼ାଇ ଦେଇ ଚାଲିଗଲେ। ମଗ୍ଦଲିନୀ ମରିୟମ ଓ ଅନ୍ୟ ମରିୟମ ସେ ସ୍ଥାନରେ ସମାଧି ସମ୍ମୁଖରେ ବସି ରହିଲେ। ଯୀଶୁଙ୍କ ମୃତ୍ୟୁ ସହିତ ଜଡ଼ିତ ଏହି ଗୋଟିଏ ସ୍ପର୍ଶକାତର ଘଟଣା ଉପରେ ଧ୍ୟାନ ଦିଅନ୍ତୁ। ଅନେକ ମହିଳା ବିଶ୍ୱସ୍ତ ଥିଲେ ଏବଂ ଯୀଶୁଙ୍କ ମୃତ୍ୟୁ ସମୟରେ କ୍ରୁଶ ନିକଟରେ ରହିଥିଲେ। ପ୍ରେରିତମାନେ ପଳାଇ ଯିବା ସମୟରେ ସେମାନେ ବିଶ୍ୱସ୍ତ ଥିଲେ। ଆମେ ଗର୍ଡନଙ୍କ କାଲବରୀ ଭାବରେ ନାମିତ କରିଥିବା ପାହାଡ଼ ନିକଟରେ ଏକ ସମାଧି ଅଛି, ଯାହାକୁ ଯୀଶୁଙ୍କ କବର ଦିଆଯାଇଥିବା ସମାଧି ଭାବରେ ଦର୍ଶାଯାଇଛି। ଏହାକୁ ଉଦ୍ୟାନ ସମାଧି କୁହାଯାଏ। ସ୍ପଷ୍ଟ ଭାବରେ ଏହା ଯୀଶୁଙ୍କ ସମାଧି କି ନାହିଁ ତାହା ଆମେ ଜାଣିପାରିବା କୌଣସି ଉପାୟ ନାହିଁ। ସେହି ଅଞ୍ଚଳରେ ଅନେକ ସମାଧି ଅଛି ଏବଂ ଏହା ସେମାନଙ୍କ ମଧ୍ୟରୁ କୌଣସି ଗୋଟିଏ ହୋଇପାରେ। ମୁଁ ନିଶ୍ଚିତ ଯେ ତାଙ୍କ ସମାଧି ସେହି ଅଞ୍ଚଳରେ ଅଛି ଏବଂ ଉଦ୍ୟାନ ସମାଧି ସେମାନଙ୍କ ମଧ୍ୟରୁ ଯେକୌଣସି ଗୋଟିଏ ହୋଇପାରେ। କିନ୍ତୁ ଗଲଗତା ଏବଂ ସମାଧିର ସଠିକ୍ ସ୍ଥାନ ନିର୍ଣ୍ଣୟ କରିବା ଏବଂ ସେଗୁଡ଼ିକୁ ପବିତ୍ର ମନ୍ଦିର କରିବା ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟ ନୁହେଁ। ଜଣେ ମହିଳା ସମାଧି ଭିତରକୁ ଯାଇ ଯୀଶୁଙ୍କ ଶରୀର ରଖାଯାଇଥିବା କବରର ଚଟାଣକୁ ଆଣ୍ଠୁମାଡ଼ି ଚୁମ୍ବନ କରିଥିବାର ଦେଖିଲେ। ଏହାର କୌଣସି ମୂଲ୍ୟ ନାହିଁ। ଆମର ପ୍ରଭୁ ଆମକୁ ଯାହା କରିବାକୁ ଚାହାନ୍ତି ତାହା ହେଉଛି ସୁସମାଚାରରେ ବିଶ୍ୱାସ କରିବା ଯେ ସେ ଆମ ପାପ ପାଇଁ ମୃତ୍ୟୁବରଣ କରିଥିଲେ, କବର ପ୍ରାପ୍ତ ହୋଇଥିଲେ ଏବଂ ପୁନର୍ବାର ଉଠିଥିଲେ ଏବଂ ସମଗ୍ର ବିଶ୍ୱକୁ ସେହି ଶୁଭ ଖବର ପହଞ୍ଚାଇବା।
ମାଥ୍ୟୁ 27 ପର୍ବ ତାର 62-66 ପଦରେ ଲେଖା ଅଛି। ତହିଁଆର ଦିନ ଅର୍ଥାତ୍ ଆୟୋଜନ ଦିବସର ପରବର୍ତ୍ତୀ ଦିନ ପ୍ରଧାନ ଯାଜକ ଓ ଫାରୁସୀମାନେ ପିଲାତଙ୍କ ନିକଟରେ ଏକତ୍ର ହୋଇ କହିଲେ, ମହାଶୟ, ଆମମାନଙ୍କର ମନେ ପଡ଼ୁଅଛି ସେହି ପ୍ରବଞ୍ଚକ ଜୀବିତ ଥିବା ସମୟରେ କହିଥିଲା, 3 ଦିନ ଉତ୍ତାରେ ମୁଁ ଉଠିବି। ଅତଏବ ତୃତୀୟ ଦିବସ ପର୍ଯ୍ୟନ୍ତ ସମାଧି ସୁରକ୍ଷିତ ହେବା ନିମନ୍ତେ ଆଜ୍ଞା କରନ୍ତୁ, ନହେଲେ କେଜାଣି ତାହାର ଶିଷ୍ୟମାନେ ଆସି ତାହାଙ୍କୁ ଚୋରି କରି ଲୋକଙ୍କୁ କହିବେ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି। ତାହା ହେଲେ ପ୍ରଥମ ପ୍ରବଞ୍ଚନା ଅପେକ୍ଷା ଶେଷ ପ୍ରବଞ୍ଚନା ଅଧିକ ମନ୍ଦ ହେବ। ପିଲାତ ସେମାନଙ୍କୁ କହିଲେ, ତୁମମାନଙ୍କର ପ୍ରହରୀ ଦଳ ଅଛି, ତୁମ୍ଭେମାନେ ଯାଇ ଯଥାସାଧ୍ୟ ତାହା ସୁରକ୍ଷିତ କର। ତେଣୁ ସେମାନେ ଯାଇ ପ୍ରହରୀ ଦଳ ସହିତ ସେହି ପ୍ରସ୍ତରରେ ମୁଦ୍ରାଙ୍କ ଦେଇ ସମାଧି ସୁରକ୍ଷିତ କଲେ। ଶତ୍ରୁର ଉତ୍ସାହ ପ୍ରକୃତରେ ଯୀଶୁଙ୍କ ପୁନରୁତ୍ଥାନର ଏକ ନିଶ୍ଚିତତା ପ୍ରଦାନ କରେ। ଯଦି ସେମାନେ ସେହି କବରକୁ ସେହିପରି ଛାଡ଼ି ଦେଇଥାନ୍ତେ, ତେବେ କବର ଖାଲି ହେବାର ସେମାନଙ୍କର ପରବର୍ତ୍ତୀ ବ୍ୟାଖ୍ୟା ଯୁକ୍ତିଯୁକ୍ତ ହୋଇଥାନ୍ତା। କିନ୍ତୁ ପ୍ରିୟ ବନ୍ଧୁ, ଯେତେବେଳେ ଆପଣ ଏକ ସିଲ୍ ହୋଇଥିବା କବର ଦେଖନ୍ତି ଏବଂ ତା ଚାରିପାଖରେ ରୋମୀୟ ପ୍ରହରୀ ଦଳ ତାହା ଉପରେ ନଜର ରଖନ୍ତି, ସେତେବେଳେ ପ୍ରେରିତମାନେ ଯୀଶୁଙ୍କ ଶରୀର ଚୋରି କରି ନେଇଥିଲେ ବୋଲି ସେମାନଙ୍କର ଦାବି ବହୁତ ମୂର୍ଖତାପୂର୍ଣ୍ଣ ମନେ ହୁଏ। ଯୀଶୁଙ୍କ ଶତ୍ରୁମାନେ କବରକୁ ସୁରକ୍ଷିତ କରିବା ପାଇଁ ବହୁତ କଷ୍ଟ କରିଥିଲେ ଏବଂ ଏହି ସତ୍ୟ ତାଙ୍କ ପୁନରୁତ୍ଥାନର ଏକ ଚମତ୍କାର ନିଶ୍ଚିତତା ପ୍ରଦାନ କରେ। ଆଉ ଏକ ଆକର୍ଷଣୀୟ ବିଷୟ ହେଉଛି ଯେ ଯେତେବେଳେ ପ୍ରଭୁ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଥିଲେ ଯେ ସେ ତୃତୀୟ ଦିନରେ ପୁନର୍ବାର ଉଠିବେ, ସେମାନେ ଅନେକ ଲୋକଙ୍କୁ ତାହା କହିଥିଲେ ଏବଂ ଧାର୍ମିକ ଶାସକମାନେ ଏହି ବିଷୟରେ ଶୁଣିଥିଲେ। ସେମାନେ ପିଲାତଙ୍କ ନିକଟକୁ ଯାଇ କହିଲେ, ଦେଖନ୍ତୁ, ଯୀଶୁ ଏହି କଥା କହିଥିଲେ ଯେ ସେ ତୃତୀୟ ଦିନରେ ପୁନର୍ବାର ଉଠିବେ ଏବଂ ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ତାଙ୍କ ଶରୀର ସେହି କବରରେ ସୁରକ୍ଷିତ ରହିବ। ଅବଶ୍ୟ ସେମାନେ ବିଶ୍ୱାସ କରିନଥିଲେ ଯେ ସେ ପୁନର୍ବାର ଉଠିବେ ଏବଂ ପ୍ରେରିତମାନେ ମଧ୍ୟ ବିଶ୍ୱାସ କରିନଥିଲେ ଯେ ସେ ସେହି କବରରୁ ଜୀବିତ ଭାବରେ ବାହାରି ଆସିବେ। ଏଠାରେ ଆମେ 27 ପର୍ବ ଶେଷ କଲୁ। ବର୍ତ୍ତମାନ ଆମେ 28 ପର୍ବ ଅଧ୍ୟୟନ କରିବା, ଯାହାକି ଯୀଶୁଙ୍କ ପୁନରୁତ୍ଥାନ ଓ ଯୀଶୁଙ୍କ ମହାନ ଆଦେଶ ପ୍ରଦାନ। ସୁସମାଚାରର ସୌଧ 2ଟି ମହାନ ସ୍ତମ୍ଭ ଉପରେ ଅବସ୍ଥିତ। ପ୍ରଥମଟି ହେଲା ଖ୍ରୀଷ୍ଟଙ୍କ ମୃତ୍ୟୁ ଏବଂ ଦ୍ୱିତୀୟଟି ହେଲା ଖ୍ରୀଷ୍ଟଙ୍କ ପୁନରୁତ୍ଥାନ। ପ୍ରେରିତ ପାଉଲ ସୁସମାଚାରକୁ ବ୍ୟାଖ୍ୟା କରିବା ବିଷୟରେ ଶୁଣନ୍ତୁ, କାରଣ ମୁଁ ସର୍ବପ୍ରଥମେ ତୁମମାନଙ୍କୁ ତାହା ପ୍ରଦାନ କରିଥିଲି, ଯାହା ମୁଁ ମଧ୍ୟ ପାଇଥିଲି, ଯେ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମମାନଙ୍କ ପାପ ପାଇଁ ମୃତ୍ୟୁବରଣ କରିଥିଲେ ଏବଂ ତାଙ୍କୁ ସମାଧି ଦିଆଯାଇଥିଲା ଏବଂ ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ପୁନର୍ବାର ଉଠିଥିଲେ। ପ୍ରଥମ କରନ୍ଥୀୟ 15 ପର୍ବ ତାର 3 ଏବଂ 4 ପଦରେ ଲେଖା ଅଛି। ପୂର୍ବ ଅଧ୍ୟାୟରେ ଆମେ ପ୍ରଭୁ ଯୀଶୁଙ୍କ ମୃତ୍ୟୁ ଏବଂ ସମାଧି ଦେଖିଛୁ ଏବଂ ଏହି ଅଧ୍ୟାୟରେ ଆମେ ତାଙ୍କ ପୁନରୁତ୍ଥାନ ଦେଖିବା। ମୋର ଏବଂ ଆପଣଙ୍କ ପରିତ୍ରାଣ ପାଇଁ ଉଭୟ ଅତ୍ୟାବଶ୍ୟକ। ଯୀଶୁଙ୍କୁ ଆମ ଅପରାଧ ପାଇଁ ସମର୍ପିତ କରାଯାଇଥିଲା ଏବଂ ଆମ ଧାର୍ମିକତା ପାଇଁ ପୁନର୍ବାର ଉତ୍ଥିତ କରାଯାଇଥିଲା। ରୋମୀୟ 4 ପର୍ବ ତାର 25ରେ ଦେଖିବାକୁ ପାଇବେ। ତାଙ୍କୁ ଆମ ପାପ ସ୍ୱରୂପ କରାଯାଇଥିଲା, ଯେପରି ଆମେ ତାଙ୍କଠାରେ ପରମେଶ୍ୱରଙ୍କର ଧାର୍ମିକତା ହୋଇପାରିବା। ସୁସମାଚାରର ଅନ୍ୟାନ୍ୟ ସତ୍ୟ ହେଉଛି ପୁନରୁତ୍ଥାନ। ଅନ୍ୟ ସମସ୍ତ ଧର୍ମ ସେମାନଙ୍କର ନେତାଙ୍କ ମୃତ୍ୟୁକୁ ଲିପିବଦ୍ଧ କରିଛି। କେବଳ ଖ୍ରୀଷ୍ଟିଆନ ବିଶ୍ୱାସ ଏହାର ପ୍ରତିଷ୍ଠାତାଙ୍କ ପୁନରୁତ୍ଥାନକୁ ଲିପିବଦ୍ଧ କରେ। ଅନ୍ୟ ସମସ୍ତ ଧାର୍ମିକ ନେତା ମୃତ୍ୟୁ ହୋଇଛନ୍ତି, କେବଳ ଯୀଶୁ ଜୀବିତ ଅଟନ୍ତି। ଏହା ଆମେ ଜାଣିବା ଗୁରୁତ୍ୱପୂର୍ଣ୍ଣ ଏବଂ ଅପରିହାର୍ଯ୍ୟ। କୌଣସି ସୁସମାଚାର ଲେଖକ ପୁନରୁତ୍ଥାନର ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ଦିଅନ୍ତି ନାହିଁ। ପ୍ରତ୍ୟେକ ପୁନରୁତ୍ଥାନର ସେହି ଦିଗକୁ ଲିପିବଦ୍ଧ କରନ୍ତି ଯାହା ଆତ୍ମାଙ୍କ ଦ୍ୱାରା ପ୍ରଦତ୍ତ ଉଦ୍ଦେଶ୍ୟକୁ ଆଗକୁ ନେବାରେ ସାହାଯ୍ୟ କରେ। ତେଣୁ 4ଟି ସୁସମାଚାରର ଏକ ମିଶ୍ରିତ ଚିତ୍ର ଉପସ୍ଥାପନ କରେ। ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସହିତ ଜଡ଼ିତ ଘଟଣାଗୁଡ଼ିକ କ୍ରମ ବିଷୟରେ ମୁଁ ଆପଣଙ୍କ ସହିତ ଦି ସ୍କୋଫିଲ୍ଡ ରେଫରେନ୍ସ ବାଇବଲର ପୃଷ୍ଠା 1043ରେ ମିଳିଥିବା ଏକ ଅତି ସୂକ୍ଷ୍ମ ଟିପ୍ପଣୀ ବାଣ୍ଟିବାକୁ ଚାହେଁ। 4ଟି କାହାଣୀକୁ ମିଶାଇ ଘଟଣାକ୍ରମ ଏହିପରି ଥିଲା। ବିଶ୍ରାମବାରର ଅତି ପ୍ରଭାତରେ 3 ଜଣ ମହିଳା, ମଗ୍ଦଳିନୀ ମରିୟମ ଏବଂ ଜାକୁବଙ୍କ ମାତା ମରିୟମ ଏବଂ ସାଲୋମୀ ସମାଧି ନିକଟକୁ ଯାତ୍ରା କରନ୍ତି।
ତାଙ୍କ ପଛେ ପଛେ ଅନ୍ୟ ମହିଳାମାନେ ସୁଗନ୍ଧି ଦ୍ରବ୍ୟ ଧରି ଆସନ୍ତି। ସେହି 3 ଜଣ ସମାଧି ମୁହଁର ପଥରଟି ଗଡ଼ାଇ ଦିଆଯାଇଥିବାର ଦେଖନ୍ତି ଏବଂ ମଗ୍ଦଳିନେ ମରିୟମ ଶିଷ୍ୟମାନଙ୍କୁ ଏହା କହିବାକୁ ଫେରିଯାଆନ୍ତି। ଲୋକ 23 ପର୍ବ ତାର 55 ପଦ, 24 ପର୍ବ ତାର 9 ପଦର ଏବଂ ଜୋହନ 20 ପର୍ବ ତାର 1 ଏବଂ 2 ପଦ ଦେଖନ୍ତୁ। ଯାକୁବ ଏବଂ ଯୋସେଫଙ୍କ ମାତା ମରିୟମ ସମାଧି ନିକଟକୁ ଆସି ପ୍ରଭୁଙ୍କ ଦୂତଙ୍କୁ ଦେଖନ୍ତି। ମାଥ୍ୟୁ 28 ପର୍ବ ତାର 2 ପଦରେ ଲେଖା ଅଛି, ସେ ଅନ୍ୟ ମହିଳାମାନଙ୍କୁ ଭେଟିବାକୁ ଫେରିଯାଆନ୍ତି। ଏହି ସମୟରେ ପିତର ଏବଂ ଜୋହନ ମଗ୍ଦଳିନୀ ମରିୟମଙ୍କ ଠାରୁ ଶୁଣି ସମାଧି ନିକଟକୁ ଆସନ୍ତି, ଭିତରକୁ ଚାହିଁ ଚାଲିଯାଆନ୍ତି। ଜୋହନ 20 ତାର 3ରୁ 10ରେ ମଗ୍ଦଳିନୀ ମରିୟମ କାନ୍ଦି କାନ୍ଦି ଫେରି ଯାଉଥିବା ବେଳେ 2 ଦୂତଙ୍କୁ ଏବଂ ତାପରେ ଯୀଶୁଙ୍କୁ ଦେଖନ୍ତି। ଜୋହନ 20 ପର୍ବ ତାର 11ରୁ 18 ପଦରେ ଲେଖା ଅଛି ଏବଂ ଶିଷ୍ୟମାନଙ୍କୁ ଯୀଶୁଙ୍କ ସମ୍ବାଦ ଦେବାକୁ ଯାଆନ୍ତି। ଏହି ସମୟରେ ମରିୟମ ଯାକୁବ ଏବଂ ଯୋସେଫଙ୍କ ମାତା ସୁଗନ୍ଧି ଦ୍ରବ୍ୟ ସହିତ ମହିଳାମାନଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କ ସହିତ ସମାଧିକୁ ଫେରି ଆସି ସେମାନେ 2 ଜଣ ଦୂତଙ୍କୁ ଦେଖନ୍ତି। ଲୁକ 24 ପର୍ବ ତାର 4 ଏବଂ 5 ପଦରେ ଏବଂ ମାର୍କ 16 ପର୍ବ ତାର 5 ପଦରେ ଆପଣ ଦେଖନ୍ତୁ। ସେମାନେ ମଧ୍ୟ ଦୂତଙ୍କ ବାର୍ତ୍ତା ଗ୍ରହଣ କରନ୍ତି ଏବଂ ଶିଷ୍ୟମାନଙ୍କୁ ଖୋଜିବାକୁ ଯାଇ ଯୀଶୁଙ୍କୁ ଭେଟିଥାନ୍ତି। ମାଥ୍ୟୁ 28 ପର୍ବ ତାର 8ରୁ 10 ପଦରେ ଲେଖା ଅଛି। ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନର କ୍ରମ ଏହିପରି ଦେଖାଯିବ। ତାଙ୍କ ପୁନରୁତ୍ଥାନ ଦିନ ପ୍ରଥମ ମଗ୍ଦଳିନେ ମରିୟମକୁ ଜୋହନ 20 ପର୍ବ ତାର 14ରୁ 18 ପଦରେ, ଦ୍ୱିତୀୟରେ ଦୂତଙ୍କ ବାର୍ତ୍ତା ସହିତ ସମାଧିରୁ ଫେରି ଆସୁଥିବା ମହିଳାମାନଙ୍କୁ ମାଥ୍ୟୁ 28 ପର୍ବ ତାର 8ରୁ 10 ପଦରେ, ତୃତୀୟରେ ପିତରଙ୍କୁ ସମ୍ଭବତଃ ଅପରାହ୍ନରେ ଲୁକ 24 ପର୍ବ ତାର 34 ଏବଂ ପ୍ରଥମ କରନ୍ତୀୟ 15 ପର୍ବ ତାର 5 ପଦରେ, ଚତୁର୍ଥରେ ସନ୍ଧ୍ୟା ସମୟରେ ଇମାୟୁ ଶିଷ୍ୟମାନଙ୍କୁ ଲୁକ 24 ପର୍ବ ତାର 13ରୁ 31 ପଦରେ, ପଞ୍ଚମରେ ପ୍ରେରିତମାନଙ୍କୁ ଥୋମା ବ୍ୟତୀତ ଲୁକ 24 ପର୍ବ ତାର 36ରୁ 43ରେ, ଜୋହନ 20 ପର୍ବ ତାର 19ରୁ 24 ପଦରେ, 8 ଦିନ ପରେ ପ୍ରଥମ ପ୍ରେରିତମାନଙ୍କୁ ଥୋମା ଉପସ୍ଥିତ ଅଛନ୍ତି। ଜୋହନ 20 ପର୍ବ ତାର 24ରୁ 29 ପଦରେ, ଗାଲିଲୀରେ ପ୍ରଥମ ତିବେରିଆ ହ୍ରଦ କୂଳରେ 7 ଜଣଙ୍କୁ, ଜୋହନ 21 ପର୍ବ ତାର 1ରୁ 23 ପଦ, ଦ୍ୱିତୀୟରେ ଏକ ପର୍ବତ ଉପରେ ପ୍ରେରିତ ଏବଂ 500 ଭାଇମାନଙ୍କୁ, ପ୍ରଥମ କରନ୍ତୀୟ 15 ପର୍ବ ତାର 6 ପଦରେ, ପୁନର୍ବାର ଜେରୁସାଲେମ ଏବଂ ବେଥନିଆରେ ଯାକୁବଙ୍କୁ, ପ୍ରଥମ କରନ୍ତୀୟ 15 ପର୍ବ ତାର 7 ପଦରେ, ଦ୍ୱିତୀୟରେ 11 ଜଣଙ୍କୁ, ମାଥ୍ୟୁ 28 ପର୍ବ ତାର 16ରୁ 20 ପଦ, ମାର୍କ 16 ପର୍ବ ତାର 14ରୁ 20 ପଦ, ଲୁକ 24 ପର୍ବ ତାର 33ରୁ 53 ପଦ, ପ୍ରେରିତ 1 ପର୍ବ ତାର 3ରୁ 12 ପଦ, ଦମେସ୍କସ୍ ନିକଟରେ ପ୍ରେରିତ 9 ପର୍ବ ତାର 3ରୁ 6 ପଦରେ, ପ୍ରଥମ କରନ୍ତୀୟ 15 ପର୍ବ ତାର 8 ପଦ, ମନ୍ଦିରରେ ପ୍ରେରିତ 22 ପର୍ବ ତାର 17ରୁ 21 ପଦରେ ଏବଂ 23 ପର୍ବ ତାର 11 ପଦରେ, ଜେରୁସାଲେମ ବାହାରେ ସ୍ତିଫାନଙ୍କୁ ପ୍ରେରିତ 7 ପର୍ବ ତାର 55 ପଦ, ପାତମୋସରେ ଜୋହନଙ୍କୁ ପ୍ରକାଶିତ ବାକ୍ୟ 1 ପର୍ବ ତାର 10ରୁ 19 ପଦ, ମାଥ୍ୟୁ ଯୀଶୁଙ୍କୁ ରାଜା ଭାବରେ ଉପସ୍ଥାପନ କରନ୍ତି। ସେ ଜଣେ ରାଜା ଭାବରେ ଜନ୍ମଗ୍ରହଣ ହୋଇଥିଲେ, ସେ ଜଣେ ରାଜା ଭାବରେ ବଞ୍ଚିଥିଲେ, ସେ ଜଣେ ରାଜା ଭାବରେ ମୃତ୍ୟୁବରଣ କରିଥିଲେ ଏବଂ ସେ ମୃତ୍ୟୁମାନଙ୍କ ମଧ୍ୟରୁ ଜଣେ ରାଜା ଭାବରେ ଉଠିଥିଲେ। ଲୁକଙ୍କ ସୁସମାଚାରକୁ ମାଥ୍ୟୁଙ୍କ ବର୍ଣ୍ଣନା ସହିତ ତୁଳନା କରନ୍ତୁ। ସେଠାରେ ନୀରବତା ଏବଂ ଏକ ନୀରବ ସ୍ୱର ଅଛି ଯାହା ଲୁକଙ୍କ ଉଦ୍ଦେଶ୍ୟକୁ ବର୍ଣ୍ଣିତ କରେ। ମହିଳାମାନେ ପ୍ରାତଃକାଳର ନୀରବତାରେ ଆସନ୍ତି ଏବଂ ପଥରଟିକୁ ପୁନର୍ବାର ଗଡ଼ାଇ ଦିଆଯାଇଛି। ପ୍ରଭୁ ଯୀଶୁ ଇମାୟୁକୁ ଯାଉଥିବା ଏକ ରାସ୍ତାରେ 2 ଜଣ ଅଜଣା ଶିଷ୍ୟକୁ ଦେଖା ଦିଅନ୍ତି ଏବଂ ତାପରେ ଏକ ଅଜଣା ଠିକଣାର ଘରର ଏକ ଗୁପ୍ତ କୋଠରୀରେ ଶିଷ୍ୟମାନଙ୍କୁ ଦେଖା ଦିଅନ୍ତି। ମାଥ୍ୟୁ 28 ପର୍ବ ତାର 1 ପଦରେ ଲେଖା ଅଛି, ବିଶ୍ରାମବାର ଶେଷ ହେଲା ଉତ୍ତାରେ ସପ୍ତାହର ପ୍ରଥମ ଦିବସର ପ୍ରତ୍ୟୁଷରେ ମଗ୍ଦଲିନୀ ମରିୟମ ଓ ଅନ୍ୟ ମରିୟମ ସମାଧି ଦେଖିବାକୁ ଆସିଲେ। ଅନ୍ୟ ସୁସମାଚାରର ବିବରଣୀ ଆମକୁ କୁହେ ଯେ ସେମାନେ ଯୀଶୁଙ୍କ ଶରୀରକୁ ମୁଖାଇବା ପାଇଁ ସୁଗନ୍ଧି ଦ୍ରବ୍ୟ ଆଣିଥିଲେ। ଅନ୍ୟ ମରିୟମଙ୍କୁ ଚିହ୍ନିବା କଷ୍ଟକର। ପରମ୍ପରା କହେ ଯେ
ସେ ଯାକୋବ ଏବଂ ଯୋସେଫଙ୍କ ମାତା ଥିଲେ। ମାଥ୍ୟୁ 28 ପର୍ବ ତାର 2 ପଦରେ ଲେଖା ଅଛି, ଆଉ ଦେଖ ମହାଭୂମିକମ୍ପ ହେଲା, କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସି ସେହି ପଥର ଖଣ୍ଡିକ ଗଢ଼ାଇ ଦେଇ ତାହା ଉପରେ ବସିଲେ। ମାଥ୍ୟୁ 28 ପର୍ବ ତାର 3 ପଦରେ ଲେଖା ଅଛି, ତାଙ୍କ ରୂପ ବିଜୁଳି ପରି ଓ ତାଙ୍କର ବସ୍ତ୍ର ହିମ ପରି ଶୁଭ୍ରବର୍ଣ୍ଣ ଥିଲା। ଦୂତଙ୍କ ବର୍ଣ୍ଣନାକୁ ଧ୍ୟାନ ଦେବା ଆକର୍ଷଣୀୟ, କାରଣ ଏହା ଶାସ୍ତ୍ରରେ ଅତି ଅସାଧାରଣ। ଦାନିଏଲ 10 ପର୍ବ ତାର 6 ପଦରେ ଦେଖିବାକୁ ପାଇବେ। ମାଥ୍ୟୁ 28 ପର୍ବ ତାର 4 ପଦରେ ଲେଖା ଅଛି, ପୁଣି ତାଙ୍କ ଭୟରେ ପ୍ରହରୀମାନେ କମ୍ପମାନ ହୋଇ ମୃତବ ଥିଲେ। ମୁଁ କଳ୍ପନା କରିପାରୁଛି ଯେ ଏହି ଘଟଣା ପରେ ପ୍ରହରୀମାନେ ଚାଲିଯିବାକୁ ଉଦ୍ୟତ ଥିଲେ। ସେମାନେ ଦୂତଙ୍କ ଉପସ୍ଥିତିରେ ଅସହାୟ ଥିଲେ। ମାଥ୍ୟୁ 28 ପର୍ବ ତାର 5 ପଦରେ ଲେଖା ଅଛି, କିନ୍ତୁ ଦୂତ ସ୍ତ୍ରୀ ଲୋକମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଭୟ କର ନାହିଁ, କାରଣ ତୁମ୍ଭେମାନେ ଯେ କ୍ରୁଶରେ ହତ ଯୀଶୁଙ୍କର ଅନ୍ୱେଷଣ କରୁଅଛ ତାହା ମୁଁ ଜାଣେ। ଯେତେବେଳେ ଅଲୌକିକ ବିଷୟ ଲୌକିକ ବିଷୟକୁ ସ୍ପର୍ଶ କରେ, ସେତେବେଳେ ଭୟକୁ ଦୂର କରିବା ପାଇଁ ସର୍ବଦା ଏକ ଶବ୍ଦ ଥାଏ, ଭୟ କର ନାହିଁ। ମାଥ୍ୟୁ 28 ପର୍ବ ତାର 6 ପଦରେ ଲେଖା ଅଛି, ସେ ଏଠାରେ ନାହାନ୍ତି, କାରଣ ସେ ଯେପରି କହିଥିଲେ ସେହିପରି ଉଠି ଅଛନ୍ତି। ଆସ, ସେ ଯେଉଁଠାରେ ଶୋଇଥିଲେ ସେହି ସ୍ଥାନ ଦେଖ। ଏହା ପୁନରୁତ୍ଥାନର ଈଶ୍ୱରୀୟ ଘୋଷଣା। ମାଥ୍ୟୁ 28 ପର୍ବ ତାର 8 ପଦରେ ଲେଖା ଅଛି, ଏଥିରେ ସେମାନେ ଭୟ ଓ ମହାନନ୍ଦରେ ସମାଧି ନିକଟରୁ ଶୀଘ୍ର ପ୍ରସ୍ଥାନ କରି ତାହାଙ୍କ ଶିଷ୍ୟମାନଙ୍କୁ ସମ୍ବାଦ ଦେବା ନିମନ୍ତେ ଦୌଡ଼ିଲେ। ମହିଳାମାନଙ୍କର ମିଶ୍ରିତ ଭାବନାକୁ ଧ୍ୟାନ ଦିଅନ୍ତୁ, ଭୟ ଏବଂ ମହା ଆନନ୍ଦ। ମାଥ୍ୟୁ 28 ପର୍ବ ତାର 9 ପଦରେ ଲେଖା ଅଛି, ଆଉ ଦେଖ ଯୀଶୁ ସେମାନଙ୍କୁ ସାକ୍ଷାତ କରି କହିଲେ, ତୁମମାନଙ୍କର ମଙ୍ଗଳ ହେଉ। ତହୁଁ ସେମାନେ ନିକଟକୁ ଆସି ତାହାଙ୍କ ପାଦ ଧରି ତାହାଙ୍କୁ ପ୍ରଣାମ କଲେ। ଜହନ 20 ପର୍ବ ତାର 17ରେ ଆମେ ଏହା ଦେଖୁଁ। ଏହାର ଅର୍ଥ ହେଉଛି ଯେ ଏହି ଦୁଇଟି ସାକ୍ଷାତ ମଧ୍ୟରେ ଯୀଶୁ ତାଙ୍କ ପିତାଙ୍କ ନିକଟକୁ ଉଠି ଯାଇଥିଲେ ଏବଂ ସ୍ୱର୍ଗର ପବିତ୍ର ସ୍ଥାନରେ ତାଙ୍କର ବହୁମୂଲ୍ୟ ରକ୍ତ ପ୍ରଦାନ କରିଥିଲେ। ମାଥ୍ୟୁ 28 ପର୍ବ ତାର 10 ପଦରେ ଲେଖା ଅଛି, ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଭୟ କର ନାହିଁ, ତୁମ୍ଭେମାନେ ଯାଇ ମୋହର ଭାଇମାନଙ୍କୁ ଜଣାଅ, ସେମାନେ ଗାଲିଲିକି ଯାଆନ୍ତୁ, ସେଠାରେ ସେମାନେ ମୋହର ଦର୍ଶନ ପାଇବେ। ସେ ସେମାନଙ୍କୁ ଗାଲିଲିରେ ଦେଖା କରିବା ପାଇଁ ଏକ ନିଯୁକ୍ତି ସ୍ଥିର କଲେ। ମାଥ୍ୟୁ 28 ପର୍ବ ତାର 11 ପଦରେ ଲେଖା ଅଛି, ସେମାନେ ଯାଉଥିବା ସମୟରେ ଦେଖ ପ୍ରହରୀ ଦଳ ମଧ୍ୟରୁ କେତେକ ଜଣ ନଗରକୁ ଯାଇ ସେହି ସମସ୍ତ ଘଟଣାର ବିବରଣ ପ୍ରଧାନ ଯାଜକମାନଙ୍କୁ ଜଣାଇଲେ। ଯୀଶୁଙ୍କ ସମାଧିକୁ ଜଗି ରହିଥିବା ଏହି ସୈନ୍ୟମାନେ ନଗର ଭିତରକୁ ଯାଇ ମୁଖ୍ୟ ଯାଜକଙ୍କୁ ଖବର ଦେଲେ। ଯୀଶୁ କେତେବେଳେ ସମାଧିରୁ ବାହାରି ଗଲେ ତାହା ସେମାନେ ଜାଣିପାରିଲେ ନାହିଁ। ମାଥ୍ୟୁ 28 ପର୍ବ ତାର 12 ଏବଂ 13 ପଦରେ ଲେଖା ଅଛି, ସେମାନେ ପ୍ରାଚୀନ ବର୍ଗ ସହିତ ଏକତ୍ର ହୋଇ ମନ୍ତ୍ରଣା କଲା ଉତ୍ତାରେ ସେହି ସୈନ୍ୟମାନଙ୍କୁ ବହୁତ ଟଙ୍କା ଦେଇ କହିଲେ, ତୁମ୍ଭେମାନେ କୁହ, ଆମେମାନେ ଶୋଇପଡ଼ିଥିବା ସମୟରେ ତାହାର ଶିଷ୍ୟମାନେ ରାତିରେ ଆସି ତାହାକୁ ଚୋରି କରି ନେଇଗଲେ। ଏହା ଏକ ଯୁକ୍ତିଯୁକ୍ତ ସଫେଇ ନୁହେଁ। କଳ୍ପନା କରନ୍ତୁ, ଜଣେ ସୈନିକ, ବିଶେଷ କରି ଜଣେ ରୋମୀୟ ସୈନିକକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜଗୁଆଳି ଦାୟିତ୍ୱରେ ନିଯୁକ୍ତ କରିଛନ୍ତି ଏବଂ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଜିନିଷ ଉପରେ ଜଗିବା ପାଇଁ ଏବଂ ସମସ୍ତ ପ୍ରକାରର ଅନଧିକାର ପ୍ରବେଶ ନିଷେଧ କରିବାକୁ କଠୋର ନିର୍ଦ୍ଦେଶ ଦିଆଯାଇଛି। ମାଥ୍ୟୁ 28 ପର୍ବ ତାର 14 ପଦରେ ଲେଖା ଅଛି, ପୁଣି ଏ କଥା ଯେବେ ଶାସନକର୍ତ୍ତାଙ୍କ କର୍ଣ୍ଣଗୋଚର ହୁଏ, ତାହେଲେ ଆମ୍ଭେମାନେ ତାଙ୍କୁ ବୁଝାଇ ତୁମମାନଙ୍କୁ ଚିନ୍ତାରୁ ମୁକ୍ତ କରିବା। ମାଥ୍ୟୁ 28 ପର୍ବ ତାର 15 ପଦରେ ଲେଖା ଅଛି, ସେଥିରେ ସେମାନେ ଟଙ୍କା ନେଇ ଯେପରି ଶିକ୍ଷା ପାଇଥିଲେ ସେହିପରି କଲେ। ଏଣୁ ଏହି କଥା ଯିହୁଦୀମାନଙ୍କ ମଧ୍ୟରେ ବ୍ୟାପି ଯାଇ ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି। ଆମେ ଦେଖିବାକୁ ଚେଷ୍ଟା କରୁ ଯେ ମାଥ୍ୟୁଙ୍କ ବିବରଣୀ ଆମ ପାଇଁ ସିଧାସଳଖ ପ୍ରଯୁଜ୍ୟ ଅଟେ ଏବଂ ନିଶ୍ଚିତ ଭାବରେ ମହାନ ଆଦେଶ ଆମ ସମୟରେ ଆବଶ୍ୟକ। ମାଥ୍ୟୁ 28 ପର୍ବ ତାର 16 ଏବଂ 17 ପଦରେ ଲେଖା ଅଛି, କିନ୍ତୁ ଏକାଦଶ ଶିଷ୍ୟ ଗାଲିଲିକି ଯାଇ ଯୀଶୁ ଯେଉଁ ପର୍ବତ ବିଷୟରେ ସେମାନଙ୍କୁ କହିଥିଲେ ସେହି ପର୍ବତକୁ ଗଲେ, ଆଉ ସେମାନେ ତାହାଙ୍କୁ ଦେଖି ପ୍ରଣାମ କଲେ, ମାତ୍ର କେହି କେହି ସନ୍ଦେହ କଲେ। କେତେକ ପୂଜା କରୁଥିଲେ ଏବଂ କେତେକ ସନ୍ଦେହ କରୁଥିଲେ। ଏହା 1900 ବର୍ଷରୁ ଅଧିକ ସମୟ ଧରି ଏପରି ହୋଇଆସୁଛି। ମାଥ୍ୟୁ 28 ପର୍ବ ତାର 18 ପଦରେ ଲେଖା ଅଛି, ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ସେ ରାଜା ଭାବରେ କହୁଛନ୍ତି।
ମାଥ୍ୟୁ 28 ପର୍ବ ତାର 19 ପଦରେ ଲେଖା ଅଛି, ଅତଏବ ତୁମେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ରାତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, ପିତା, ପୁତ୍ର ଏବଂ ପବିତ୍ରାତ୍ମାଙ୍କ ନାମରେ ସେମାନଙ୍କୁ ବାପ୍ତିସ୍ମ ଦିଅ। ତ୍ରିତ୍ୱ ଈଶ୍ୱରଙ୍କ ନାମରେ ଜଳରେ ବାପ୍ତିସ୍ମ ଦେବା ଆଦ୍ୟ ମଣ୍ଡଳୀରୁ ଅଭ୍ୟାସ କରାଯାଇ ଆସୁଛି। ପାଉଲ ଯାହାକୁ ବାପ୍ତିସ୍ମ ଦେବା ପାଇଁ ପଠାଯାଇନଥିଲେ। ପ୍ରଥମ କରନ୍ଥୀୟ 1 ପର୍ବ ତାର 14ରୁ 17 ପଦ ଦେଖନ୍ତୁ। ମାଥ୍ୟୁ 28 ପର୍ବ ତାର 20 ପଦରେ ଲେଖା ଅଛି, ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ଲକ୍ଷ୍ୟ କରନ୍ତୁ ଯେ ଶିକ୍ଷାଦାନ ମଣ୍ଡଳୀ କାର୍ଯ୍ୟର ଏକ ଅଂଶ। ଆମେ ମହାନ ଆଦେଶ ଦେଖିଛୁ। ଏବେ ଆସନ୍ତୁ ମହାନ ବିଷୟ ବାଦ ଦେବା ବିଚାର କରିବା। ଆପଣ ଦେଖିଛନ୍ତି କି ମାଥ୍ୟୁ ତାଙ୍କ ବିବରଣୀରୁ କ'ଣ ବାଦ ଦେଇଛନ୍ତି? ଏଠାରେ ଖ୍ରୀଷ୍ଟଙ୍କ ସ୍ୱର୍ଗାରୋହଣ ନାହିଁ। କାହିଁକି? ସ୍ପଷ୍ଟ କାରଣ ହେଉଛି ରାଜ୍ୟ ଏହି ପୃଥିବୀରେ ରହିବ ଏବଂ ମାଥ୍ୟୁ ରାଜାଙ୍କୁ ଏହି ପୃଥିବୀରେ ଛାଡ଼ି ଦିଅନ୍ତି, କାରଣ ରାଜା ଏହି ପୃଥିବୀରେ ରାଜତ୍ୱ କରିବେ। ଲୋକ 24 ପର୍ବ ତାର 49 ପଦରୁ 53 ଏବଂ ପ୍ରେରିତ 1 ପର୍ବ ତାର 6ରୁ 11 ପଦରେ ଖ୍ରୀଷ୍ଟଙ୍କ ସ୍ୱର୍ଗାରୋହଣକୁ ଲିପିବଦ୍ଧ କରନ୍ତି। ତଥାପି ମାଥ୍ୟୁ ହେଉଛି ରାଜାଙ୍କ ସୁସମାଚାର। ଯୀଶୁ ଜଣେ ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ରାଜା ଭାବରେ ବଞ୍ଚିଥିଲେ। ସେ ଜଣେ ରାଜା ଭାବରେ ମୃତ୍ୟୁବରଣ କଲେ। ସେ ଜଣେ ରାଜା ଭାବରେ ପୁନର୍ବାର ଉଠିଲେ ଏବଂ ମୋର ବନ୍ଧୁ, ସେ ପୁଣି ଥରେ ଏହି ପୃଥିବୀକୁ ରାଜାମାନଙ୍କର ରାଜା ଏବଂ ପ୍ରଭୁମାନଙ୍କର ପ୍ରଭୁ ଭାବରେ ଆସିବେ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆପଣଙ୍କ ଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରେମିକ ଦୟାଳୁ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଥା କହିଅଛ। ପ୍ରେମିକ ଦୟାଳୁ ସ୍ୱର୍ଗସ୍ଥ ପିତା, ଆଜିର ଅଧ୍ୟୟନ ମଧ୍ୟରେ ଯାହା କିଛି ପ୍ରଭୁ ଆମେ ଶିକ୍ଷା ଲାଭ କରିଅଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ପ୍ରେମିକ ପ୍ରିୟ ପ୍ରଭୁ, ଏତେବେଳେ ପ୍ରାର୍ଥନା କରୁଛୁ ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କ ନିମନ୍ତେ। ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ସେମାନଙ୍କର ସମସ୍ତ ଚିନ୍ତାର ଭାର ତୁମେ ବହନ କର। ଧନ୍ୟବାଦ ଦେଉଛୁ ପ୍ରଭୁ, ଆମଙ୍କର ପ୍ରାର୍ଥନା ତୁମେ ଶୁଣିଅଛ। ଗୌରବ, ସମ୍ଭ୍ରମ, ମହିମା କେବଳ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଉଛି ସି 12ଟାରୁ 3ଟା ପର୍ଯ୍ୟନ୍ତ। ଆଜିର ପ୍ରଶ୍ନ ହେଉଛି ପ୍ରଭୁ ଯୀଶୁଙ୍କ ସମାଧି ସମ୍ମୁଖରୁ ବଡ଼ ପଥରଟିକୁ କିଏ ଗଡ଼ାଇ ଦେଇଥିଲା? ଏ ପ୍ରଭୁ ଯୀଶୁ ନିଜେ, ବି ଜଣେ ଦୂତ, ସି ପ୍ରହରୀ, ଡି ଶିଷ୍ୟମାନେ। ଏହି ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ମଧ୍ୟରୁ ସଠିକ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଆମକୁ ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଭୁବନେଶ୍ୱରରୁ ଭୀମସେନ ନାୟକ ଓ ବନିତା ନାୟକ।